तो एसबीआई पीओ 2026 ପାଇଁ ଆପଣଙ୍କର 1500 ପ୍ଲସ୍ ଭେକେନ୍ସି ଅଲରେଡି ରିଲିଜ ହେଇ ସାରିଛି। ଡିଟେଲ୍ସ ରେ କହିଦେବି, ଭିଡିଓଟି କୁ ସେଭ୍ କରି ନିଅନ୍ତୁ, ହୁଏତ ପରେ ଭୁଲି ଯାଇ ପାରନ୍ତି। ଦେଖନ୍ତୁ 18 ଜୁନ୍ 2026 ରୁ ଆପଣଙ୍କର ଅନଲାଇନ ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେଇ ଆପଣଙ୍କର 8 ଜୁଲାଇ 2026 ଏହାର ଶେଷ ତାରିଖ ରହୁଛି। ଆପଣଙ୍କୁ ଏଇ ଭିତରେ ଅନଲାଇନ ମାଧ୍ୟମରେ ଆପଣଙ୍କର ଆବେଦନ କରିବା ପାଇଁ ପଡିବ। ଅନଲାଇନ ରେ ଆବେଦନ କରିବା ପାଇଁ ହେଲେ ଆପଣଙ୍କୁ ତାର ଅଫିସିଆଲ ୱେବସାଇଟ କୁ ଯିବା ପାଇଁ ପଡିବ। sbi.bank.in ତାର ଅଫିସିଆଲ ୱେବସାଇଟ ରହିଛି। ଆପଣ ସେଇ ୱେବସାଇଟ ରେ ଯାଇ ଅନଲାଇନ ରେ ଆପଣ ମାନେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ହେଲେ ଆପଣଙ୍କର ମିନିମମ ଏଜୁକେସନ କ୍ୱାଲିଫିକେସନ ଗ୍ରାଜୁଏସନ ରହିଛି। ଆପଣ ମାନେ ନିଶ୍ଚିତ ଭାବରେ ଗ୍ରାଜୁଏସନ କମ୍ପ୍ଲିଟ କରିଥିବା ଦରକାର। ତା ସହିତ ଆପଣ ମାନେ ଯଦି ଏହାର ଏଜ କୁ ଦେଖୁଛନ୍ତି, ଆପଣଙ୍କର ମିନିମମ ଏଜ 21 ଏବଂ ମ୍ୟାକ୍ସିମମ ଆପଣଙ୍କର 30 ଭିତରେ ହୋଇଥିବା ଦରକାର। ତା ସହିତ ଆପଣଙ୍କର ଏଜ ରିଲାକ୍ସେସନ ମଧ୍ୟ ରହୁଛି। ଆପଣଙ୍କର ଓବିସି ପାଇଁ 3 ବର୍ଷ ଏଜ ରିଲାକ୍ସେସନ, ଏସସି ଏସଟି ପାଇଁ 5 ବର୍ଷ, ପିଡବ୍ଲ୍ୟୁଡି ପାଇଁ ଆପଣଙ୍କର 10 ରୁ 15 ବର୍ଷ, ତା ସହିତ ଏକ୍ସ ସର୍ଭିସମ୍ୟାନ ମାନଙ୍କ ପାଇଁ ଆପଣଙ୍କର 5 ବର୍ଷ ଏଜ ରିଲାକ୍ସେସନ ମଧ୍ୟ ରହୁଛି। ତା ସହିତ ଯେହେତୁ ଏଟା ଆପଣଙ୍କର ଅନଲାଇନ ରେ ଆବେଦନ ରହୁଛି, ଆପଣଙ୍କର ଆପ୍ଲିକେସନ ଫି ମଧ୍ୟ କିଛି ରହିଛି। ओबीसी एवं एससीबीसी सहित आपनकर ईडब्ल्यूएस ପାଇଁ 750 टंका एप्लीकेशन फी रहिछि। एससी एसटी एवं पीडब्ल्यूबीडी ପାଇଁ आपनकर चार्जेस किसी भी लागिवो नहीं, चार्जेस आपनकर नील रहिछि। ता सहित पेएबल सैलरी जदि आपण माने देखिबे मंथली आपनकर आसी जिवो 80000 रु 82000 टका भितरे आपनकर पेएबल सैलरी मंथली रहिबो। तापरे आपण माने जदि एग्जाम स्टेज देखिबे, तीनोटी स्टेज रे यहा एग्जाम होबो। प्रथमे आपनकर प्रिलिमिनारी, तापरे आपनकर मेन, तापरे आपनकर जीडी बा इंटरव्यू होबो। भिडियोटी को आपण माने सेही सांग मानको सहित आपनकर शेयर कर दियंतु जो मानकर बैंकिंग लाइन रे जॉब करिवार अछि, तांको पय एटा बहुत ही बड़ गोटी अपॉर्चुनिटी। एवं एही परि जॉब रिलेटेड वीडियो देखिबा पय फॉलो करि नियंतु। जय जगन्नाथ।